ଦେଖନ୍ତୁ ଶ୍ରାବଣ ମାସରେ ଆମ ଗାଁ ବାଡ଼ିରେ କେମିତି ନାଗ ନାଗୁଣୀ ଖେଳୁଛନ୍ତି। କେତେ ସୁନ୍ଦର ଦୃଶ୍ୟ, ଆମେ କେବେ ଦେଖିନଥିଲୁ, ଆଜି ଫାଷ୍ଟ ଟାଇମ୍ ଦେଖୁଛୁ। ଶ୍ରାବଣ ମାସ ତ, ଶ୍ରାବଣ ମାସର ସୋମବାର, ସେଇ ଖୁସିରେ ନାଚୁଛନ୍ତି ଆଉ। ଦେଖନ୍ତୁ ବହୁତ ସମୟ ଖେଳିବେ ସେମାନେ। ୱାଓ, ଖେଳି ଖେଳି ପୁରା ବାହାରକୁ ପଳେଇ ଆସିବେ ବାଡ଼ିରେ। ଦେଖନ୍ତୁ ସମସ୍ତେ ଦେଖୁଛନ୍ତି। ପୁରା 8-12 ଫୁଟର, 8-10 ଫୁଟର ହେବେ, ଏତେ ଲମ୍ବା ଲମ୍ବା ସାପ ସବୁ। ବର୍ଷା ଦିନ ନା, ଗାଁ ଜାଗା, ସେଥିପାଇଁ ସାପ ସବୁଆଡ଼େ। କିନ୍ତୁ ଏମିତି ଦୃଶ୍ୟ ଆମେ କେବେ ଦେଖିନଥିଲୁ। ନାଗ ନାଗୁଣୀଙ୍କ ନାଚିବାର କେବଳ ଆମେ ଟିଭିରେ, ମୋବାଇଲରେ ଦେଖିଥିଲୁ, କିନ୍ତୁ ରିଏଲରେ କେବେ ଦେଖିନଥିଲୁ। କେତେ ସୁନ୍ଦର ଦୃଶ୍ୟ, ଆଖି ଲାଖି ଯାଉଛି। ୱାଓ, ଆରେ ବାପରେ, ବାହାରକୁ ପଳେଇ ଆସିଲେଣି। ହେଲା ଆଉ, ବାସ୍, ନାଚ ନାଚ ନାଚ। ଚମ୍ପା ଗଛକୁ ପଳଉଛନ୍ତି। ୱାଓ, ଏତେ ଲମ୍ବା ସାପ 2 ଜଣ। ଆପଣ ବି ଦେଖିକି ମଜା ନିଅନ୍ତୁ। ସୁନ୍ଦର ଦୃଶ୍ୟ, ନାଗ ନାଗୁଣୀ ଖେଳୁଛନ୍ତି ଆମ ଗାଁ ବାଡ଼ିରେ, ପୁରା ଆମ ଘର ପାଖରେ। ବହୁତ ସମୟ ଖେଳୁଛନ୍ତି, ପୁରା ଅଧଘଣ୍ଟେ ଘଣ୍ଟେ ପର୍ଯ୍ୟନ୍ତ ଖେଳିବେ। ହଁ, ଖେଳି ସାରିଲେ ନା, ଯିଏ ଯୁଆଡ଼େ ପଳେଇଲେ, ସେ ସେପଟେ ପଳେଇଲା, ଏପଟେ ପଳେଇଲା। ଇଏ କ'ଣ ଜଗିଛି? ଓ, ଆମକୁ ଦେଖୁଛି, ଆମେ ତାର ଭିଡ଼ିଓ କରୁଛୁ ତ। ଏଇ କ'ଣ ଆମେ ଚାହିଁଛୁ, ଯା ସିଆଡ଼େ, ଜିଭ କ'ଣ କାଟୁଛୁ, ପଳା, ଚାଲ 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 ଚାଲ। ଆଜି ପାଇଁ ସେତିକି ଡ୍ୟାନ୍ସ ହେଇଥାଉ, ପୁଣି ନେକ୍ସଟ ଟାଇମ୍ କରିବା। ଚାଲ, ବାଏ ବାଏ। ଚାଲେ ଆଉ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ରହୁଛି, ଧନ୍ୟବାଦ।